ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଯେ ଗତ ଶନିବାର ଦିନ କାବୁଲ ଏବଂ ପାକିସ୍ତାନ ମଧ୍ୟରେ ଯେଉଁ ଭୟାବହ ଯୁଦ୍ଧ ହୋଇଛି, ତ ତାରି ପରିଣାମ କଣ ହେଇଛି ତାହା ଉପରେ ଆମେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି। କାରଣ ଆପଣମାନଙ୍କୁ ପ୍ରତ୍ୟେକଟି ସବସ୍କ୍ରାଇବ ମୋତେ ନୂତନ ନୂତନ ତଥ୍ୟ ଦେଉଛି। ନୂଆ ନୂଆ ଇନ୍ସପିରେସନରେ ନୂଆ ନୂଆ ତଥ୍ୟ ହିଁ ଆପଣମାନଙ୍କ ସମ୍ମୁଖରେ ଭିଡିଓକୁ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିଛି। ତେବେ ଆସନ୍ତୁ, ଗତ ରବିବାର ଦିନ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଯୋଉ ତୁମୁଳ କାଣ୍ଡ ଘଟିଛି, ଅର୍ଥାତ କାବୁଲ ପାକିସ୍ତାନ ଉପରେ ତାଙ୍କର ସମସ୍ତ ସୀମା ଘାଟି ଉପରେ ବା ପୋଷ୍ଟ ଉପରେ ପ୍ରବଳ ମାତ୍ରାରେ କମାଣ ଏବଂ ବୋମା ବର୍ଷଣ କରିଛି, ଯାହାରି ଫଳରେ ସେ ସମସ୍ତ ପୋଷ୍ଟ ନଷ୍ଟ ହେଇଯାଇଛି। ଏଇ କଥାଟି ରାତ୍ରି କାଳରେ ଯୋଉ ଘମାଘୋଟ ଯୁଦ୍ଧ ହେଇଛି ଉଭୟ ଦେଶ ମଧ୍ୟରେ, ପାକିସ୍ତାନ ଏବଂ କାବୁଲ ମଧ୍ୟରେ, କିନ୍ତୁ କାବୁଲ ପ୍ରଥମେ ସେ ଆଟାକ୍ କରିଛି ବା ଆକ୍ରମଣ କରିଛି ପାକିସ୍ତାନ ସେନା ଉପରେ, ଯାହାରି ଫଳରେ ପାକିସ୍ତାନର ସେନା ବା ପାକିସ୍ତାନ ପ୍ରଶାସନ ତରଫରୁ କହିବା ପକ୍ଷରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନର 23 ଜଣ ସେନା ମୃତ୍ୟୁବରଣ କରିଛନ୍ତି ଏବଂ 29 ଜଣ ସେନା ଆହତ ହୋଇଛନ୍ତି। ଅପରପକ୍ଷରେ ଯେତେବେଳେ ସେମାନେ ଆଟାକ୍ କରିଛନ୍ତି, ସେମାନେ ମଧ୍ୟ ପ୍ରତି ଆଟାକ୍ ଯାଇଛି ପାକିସ୍ତାନ ତରଫରୁ। ତ ସେଇଥିପାଇଁ ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର 9 ଜଣଙ୍କର ମୃତ୍ୟୁ ହୋଇଛି, 9 ଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଛି ଏବଂ 16 ଜଣ ସୈନ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ଆହତ ହେଇଛନ୍ତି। ଏହା ଯୋଉ କୁହାଯାଇଛି, ଏହା ଯୋଉ 2021ରେ କାବୁଲରେ ଯୋଉ ଆଫଗାନିସ୍ତାନ ସରକାର ତାଲିବାନ ସରକାର ପ୍ରତିଷ୍ଠା ହେଲା ବା ସେମାନେ ଆସିଲେ ପୁନର୍ବାର ସରକାରକୁ ଆସିଲେ, ତ ସେଇ ଦିନ ଠାରୁ ପାକିସ୍ତାନ କାବୁଲ ମଧ୍ୟରେ ଯୋଉ ତିକ୍ତତା ଥିଲା ବା ଯୋଉ ଶତ୍ରୁ ଭାବ ଥିଲା, ସେ ସମସ୍ତକୁ ସୃଷ୍ଟି କରି ବାରମ୍ବାର ୟା ପୂର୍ବରୁ ଆପଣମାନେ ଜାଣିଥିବେ, ଗତ ଭିଡିଓରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିଛି ଯେ ଗୋଟେ ଟ୍ରେନିଂ ଇନଷ୍ଟିଚ୍ୟୁଟକୁ ସେମାନେ ପାକିସ୍ତାନ ତରଫରୁ ଗୋଟେ ଜାହାଜ ଦ୍ୱାରା ବା ବିମାନ ଦ୍ୱାରା ତାକୁ ଆକ୍ରମଣ କରାଯାଇଥିଲା, ଯାହାରି ଫଳରେ ସେଠି କିଛି ମୃତାହତ ମଧ୍ୟ ହେଇଥିଲେ। ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ ମାର୍କେଟ ଭିତରେ ଗୋଟେ ବିସ୍ଫୋରଣ କରିଥିଲେ କାବୁଲର ମାର୍କେଟ ଭିତରେ କି ପାକିସ୍ତାନୀ ମାନଙ୍କ ଦ୍ୱାରା, ତାହା ମଧ୍ୟ କୁହାଯାଇଛି। ତ ତାହାକୁ ଲକ୍ଷ୍ୟ କରିକି ତାଲିବାନ ସେ ତାର ନିଜସ୍ୱ, ଯେହେତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତ ସହିତ ତାଲିବାନର ସମ୍ପର୍କ ବୃଦ୍ଧି ପାଉଛି, ଏହି ପରିପ୍ରେକ୍ଷୀରେ ସେ ପାକିସ୍ତାନକୁ ସମସ୍ତ କ୍ଷେତ୍ରରେ ତଳେ ପକାଇବା ପାଇଁ ବା ନିଜର ଟେକକୁ ଉପରେ ରଖିବା ପାଇଁ ସେ ବର୍ତ୍ତମାନ ପାକିସ୍ତାନର ସମସ୍ତ ଯୋଉ ସବୁ କୁଚକ୍ରୀ ଦଳ ଗୁଡ଼ିକ ଅଛନ୍ତି ବା ବିଶେଷ କରି ଆତଙ୍କବାଦୀ ଗୁଡାକ ଅଛନ୍ତି, ସେମାନଙ୍କୁ ତାଙ୍କ ସୀମାରୁ ହଟେଇବା ପାଇଁ ପାକିସ୍ତାନର ଯେତେ ସବୁ ବେଶୀ ବିମାନ ଘାଟି ଗୁଡାକ ଥିଲା ବା ପୋଷ୍ଟ ଗୁଡାକ ଥିଲା ବା ସେମାନଙ୍କର ରହିବା ପାଇଁ ଯୋଉ ସମସ୍ତ ସମସ୍ୟା ଥିଲା, ସେ ସବୁକୁ ଉଡେଇ ଦେଇଛନ୍ତି କାବୁଲ। ତ ଏହାରି ପରିପ୍ରେକ୍ଷୀରେ କାବୁଲ ଏବଂ ପାକିସ୍ତାନ ମଧ୍ୟରେ ଯୋଉ ଘମାଘୋଟ ଯୁଦ୍ଧ ହେଇଛି, ଏହାରି ମଧ୍ୟରେ ଯାହା ଜଣା ପଡୁଛି କାବୁଲ ଟିକେ ଅଧିକ ଶକ୍ତିଶାଳୀ ହେଇଯାଇଛି। କାରଣ କାବୁଲ ମଧ୍ୟ ବିଭିନ୍ନ ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦି ଆମେ ଆଲୋଚନା କରିବା, ପାକିସ୍ତାନ IMF ରୁ ତାର ଫଣ୍ଡ ପାଇପାରିଲା ନାହିଁ। ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ଯୋଉଟା ଦିଆଯାଏ ପୃଥିବୀର ଦେଶ ମାନଙ୍କୁ, ସେଠି ସେ ଯୋଉ ଲୋନ ଆପ୍ଲାଏ କରିଥିଲା, ସେ IMF ତାକୁ ମନା କରିଦେଲା ଏବଂ ବିଭିନ୍ନ ଦେଶ ତରଫରୁ ତାଙ୍କୁ କଣ ଅ ଆତଙ୍କବାଦର ସ୍ୱର୍ଗ ବୋଲି କୁହାଯାଉଛି। ତେଣୁକରି ତାଙ୍କୁ ଆଉ କୌଣସି ପ୍ରକାର ସାହାଯ୍ୟ ସହାନୁଭୂତି କରିବା ପାଇଁ ସେମାନେ ଆଗକୁ ବଢୁନାହାନ୍ତି। ତ ଏହାରି ପରିପ୍ରେକ୍ଷୀରେ ପାକିସ୍ତାନକୁ, ଯେହେତୁ ପାକିସ୍ତାନ ନିଜର ସମସ୍ତ ସମସ୍ୟାକୁ ନେଇକି ସେ ବର୍ତ୍ତମାନ ଅଛି, ତେଣୁକରି କାବୁଲ ତା ଉପରେ ପ୍ରାଦୁର୍ଭାବ ପକଉଛି। ଏବଂ ଆପଣ ମାନେ ଜାଣିଥିବେ ନିଶ୍ଚିତ ଭାବରେ, ବର୍ତ୍ତମାନ ଯେ ୟା ପୂର୍ବରୁ କିଛି ଦିନ ପୂର୍ବରୁ ଯେ କି ଅମିର ଖାଁ ଆସିଥିଲେ ବୈଦେଶିକ ମନ୍ତ୍ରୀ କାବୁଲର, ସେ ନିଜେ କହିଛନ୍ତି ଯେ କାବୁଲ ମାଟିରେ ଭାରତ ପ୍ରତି କୌଣସି ପ୍ରତିଶୋଧ ନେବାର କୌଣସି ମାନେ ଆ, ପ୍ରୟାସ ହିଁ ଆମେ ଦେବୁ ନାହିଁ। ତେଣୁ ଭାରତ ସହିତ ଆମର ମାନେ ସମ୍ପର୍କ ଅତି ସୁଦୃଢ ହେବାକୁ ଆମେ ଚେଷ୍ଟା କରୁଛୁ, ଏଇ କଥା ମଧ୍ୟ ସେ କହିଛନ୍ତି। ତ ଏଇ ସମସ୍ତ କଥାକୁ ଦେଇକି ପାକିସ୍ତାନ ତାର ମୁଣ୍ଡ ଗରମ ହେଇଯାଇଛି ଏବଂ ଏଇଭଳି ଭାବରେ ତାକୁ ତିକ୍ତତା କରିଦେଇଛି ଯେ କାବୁଲକୁ ସେ ହଟେଇବାକୁ ଚେଷ୍ଟା କରୁଛି। କିନ୍ତୁ କାବୁଲ ବର୍ତ୍ତମାନ ପାକିସ୍ତାନ ଠାରୁ ଅଧିକ ଶକ୍ତିଶାଳୀ ହେଇଛି, ତେଣୁ କାବୁଲକୁ ହଟେଇବା ତା ପାଖରେ ସମ୍ଭବ ନୁହଁ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ କାବୁଲ ଯୋଉ ସବୁ ଆକ୍ରମଣ କରିଛି, ଆକ୍ରମଣର ଯୋଉ ପ୍ରତି ଆକ୍ରମଣ ଥିଲା, ଆକ୍ରମଣର ପ୍ରତି ଆକ୍ରମଣ ଥିଲା, ସେଇ ଆକ୍ରମଣରେ ଯାହା ମୃତାହତ ହେଇଛନ୍ତି ଅଧିକାଂଶ କେବଳ ପାକିସ୍ତାନରୁ, କାବୁଲରେ ମଧ୍ୟ ହେଇଛନ୍ତି, କିନ୍ତୁ କାବୁଲରେ ତା ତୁଳନାତ୍ମକ ଭାବେ କମ ଅଛି। ତ ଏଇଟା ହଉଛି ପ୍ରକୃତ ପକ୍ଷେ ବର୍ତ୍ତମାନ ଯୋଉଟା କି ଡିପ୍ଲୋମାସି ଚାଲିଛି ଯେ ପାକିସ୍ତାନ ଏବଂ କାବୁଲ ମଧ୍ୟରେ ଯୋଉ ରାଜନୈତିକ କୂଟନୀତି ଚାଲିଛି, ସେ କୂଟନୀତିରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଶୀର୍ଷ ସ୍ଥାନରେ ଅଛି କଣ, କାବୁଲ। ତ ଏଇଟା ହଉଛି ପ୍ରକୃତ ପକ୍ଷେ ଗତକାଲି ବା ଆଜିର ତାଜା ସୂଚନା, ଯାହା କାବୁଲ ଏବଂ ପାକିସ୍ତାନ ମଧ୍ୟରେ ଯୋଉ ଘୋର ଯୁଦ୍ଧ ହେଇଥିଲା, ଲଢେଇ ହେଇଥିଲା ଗତ ରବିବାର ଦିନ। ତ ତାରି ପରିପ୍ରେକ୍ଷୀରେ 23 ଜଣ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଛନ୍ତି ଏବଂ 29 ଜଣ ଆହତ ହେଇଛନ୍ତି। କିନ୍ତୁ କୁହାଯାଉଛି ମୃତ୍ୟୁ ସଂଖ୍ୟା ବଢିପାରେ। ଏବଂ ଅପରପକ୍ଷରେ ତାର ରିଆକ୍ସନଟା ଏବେ କାବୁଲରେ ମଧ୍ୟ ଆପଣଙ୍କର 9 ଜଣ ସୈନିକ ମୃତ୍ୟୁବରଣ କରିଛନ୍ତି ଏବଂ 16 ଜଣ ଆହତ ହୋଇଛନ୍ତି। ଏଇଟା ଥିଲା ଆଜିର ତାଜା
ଖବର ଯାହାକି ଯୁଦ୍ଧ ବିଷୟରେ। ଆପଣମାନେ ଭିଡ଼ିଓଟି ପ୍ରଥମ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।